ରତ୍ନାବଣୀ ଅଛନ୍ତି, ସେଇ ତାରାର ପ୍ରସ୍ତୁତିରେ ଆମମାନଙ୍କୁ ସାହାଯ୍ୟ କରିବେ। ଆଉ ମୁଁ ଯେତେବେଳେ ସେଇ ତାରା ବିଷୟରେ ଚିନ୍ତା କରୁଥିଲି, ସେତେବେଳେ ସିଫୋନି ଆଉ ଭବିଷ୍ୟତ ବକ୍ତାଙ୍କର ସେଇ କଥା ଆସୁଥିଲା ମୋ ମନକୁ। ଗୋ ସିଓନର କନ୍ୟା ଗାନ କର, ହେ ଇସ୍ରାଏଲ ଜୟଧ୍ୱନି କର, ଗୋ ଜିରୁସାଲେମର କନ୍ୟା ଆନନ୍ଦ କର, ସର୍ବାନ୍ତକରଣରେ ଉଲ୍ଲାସ କର। ସଦାପ୍ରଭୁ ତୁମ୍ଭର ଦଣ୍ଡ ସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି। ଇସ୍ରାଏଲ ରାଜା ସଦାପ୍ରଭୁ ତୁମ୍ଭର ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ। ସେଇଦିନ ଜେରୁସାଲେମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ। ହେ ସିଓନ, ତୁମ୍ଭ ହସ୍ତ ଶିଥିଳ ନ ହେଉ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଛନ୍ତି। ସେଇ ସମୟରେ ମଲାଖୀ ଭବିଷ୍ୟତ ବକ୍ତାର ସେ ବାକ୍ୟ ଆସୁଥିଲା, ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ଧର୍ମ ରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବେ। ଆଉ ତୁମ୍ଭେମାନେ ବାହାର ହୋଇ ହୃଷ୍ଟପୃଷ୍ଟ ଗୋବତ୍ସ ତୁଲ୍ୟ କୁଦା ମାରିବ। ସମୟ ଆସୁଛି, ଆମମାନେ ସମସ୍ତେ କୁଦା ମାରିବା, ଆମମାନେ ରୂପାନ୍ତରିତ ହେବା, ପରମେଶ୍ୱରଙ୍କର ଉପସ୍ଥିତିରେ ପରମେଶ୍ୱରଙ୍କର ଗୌରବ କରିବା। ସୁଯୋଗ ପ୍ରଭୁ ଆଜି ଆମକୁ ଆଣି ଦେଇଛନ୍ତି। ଆଜକୁ 2025 ବର୍ଷ ପୂର୍ବେ ବେଥଲେହେମରେ ତ୍ରାଣକର୍ତ୍ତାଙ୍କର ଜନ୍ମ ହେଇଥିଲା ଆମରି ପାଇଁ। ଆମେ ଯେପରି ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିବୁ, ଅସୀମ ପରମେଶ୍ୱର ନିଜକୁ ସସୀମ କଲେ। ଆସନ୍ତୁ ସେ ପରମେଶ୍ୱରକୁ ଶିଶୁ ରୂପରେ ଆଜି ଆମମାନଙ୍କୁ ସ୍ୱାଗତ କରିବା। ଆଜି ସେ ଶିଶୁଙ୍କର ଆଗମନର ପ୍ରସ୍ତୁତି କରିବା। ପ୍ରଥମ ପ୍ରସ୍ତୁତିର ଭେଟି ନେଇ ଆସିଛନ୍ତି ଆମଙ୍କର ମର୍ଣ୍ଣିଂ ପ୍ରେୟର ଷ୍ଟାର ସୁପରଷ୍ଟାର ରେଭରେଣ୍ଡ ଆଶିଷ ପାଲ ସିଂ। ତାଙ୍କୁ ଆମେ କରତାଳ ଦେଇ ସ୍ୱାଗତ କରିବା। ତାଙ୍କରି କଣ୍ଠରୁ ପ୍ରଥମ ମଧୁର ଗୀତଟି ଶୁଣିବା। ଆସନ୍ତୁ ଆଉ ସମସ୍ତଙ୍କୁ ଆଡଭାନ୍ସ ହ୍ୟାପି ଖ୍ରୀଷ୍ଟମାସ। ସମସ୍ତଙ୍କୁ ନମସ୍କାର। Hallelujah. Happy same to you. Christmas to you also. Happy Christmas. ହ୍ୟାପି ଖ୍ରୀଷ୍ଟମାସ। ଆସନ୍ତୁ ଆମେ ଯିବା ବେଥଲେହେମ। ସାଥୀ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ଭାଇ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ବାପା ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ମା ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ଦୂରେ ଯାଇ ଦେଖ ଆସୁଛି ତାରା, ହାତ ଧରି ତୋତେ ଡାକୁଛି ପରା। ଦୂରେ ଯାଇ ଦେଖ ଆସୁଛି ତାରା, ହାତ ଧରି ତୋତେ ଡାକୁଛି ପରା। ହୋଇଛନ୍ତି ଜୟୀ ଯୀଶୁ ଜନମ, ଯୀଶୁ ଜନମ। ଯିବା ଚାଲ ବେଥଲେହେମ, ବେଥଲେହେମ। ସାଥୀ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ସାଥୀ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ସରଗର ସୁଖ ଛାଡ଼ି ଆମ ଦୁଃଖ ନେବେ ବହି, ପାପୀ ପାପ ସବୁ ନେବେ, ନୂଆ ଜୀବନ ସେ ଦେବେ। ସରଗର ସୁଖ ଛାଡ଼ି ଆମ ଦୁଃଖ ନେବେ ବହି, ପାପୀ ପାପ ସବୁ ନେବେ, ନୂଆ ଜୀବନ ସେ ଦେବେ। ତାଙ୍କ ପାଦେ ଆମେ ଭକ୍ତି ଭରି, ତାଙ୍କ ପାଦେ ଆମେ ଭକ୍ତି ଭରି, ଜଣାଇବା ଚାଲ ଆମ ପ୍ରଣାମ, ଆମ ପ୍ରଣାମ। ସାଥୀ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ। ସାଥୀ ଯିବା ଚାଲ ଗୋ, ଯିବା ଚାଲ ବେଥଲେହେମ, ବେଥଲେହେମ।
ଚାଲ ବେଥଲି ମୋ ବେଥଲି ମୋ ସାଥୀ ଯିବା ଚାଲ ଗୋ ଯିବା ଚାଲ ବେଥଲି ମୋ ବେଥଲି ମୋ খুড়ি ଯିବା ଚାଲ ଗୋ ଯିବା ଚାଲ ବେଥଲି ମୋ ବେଥଲି ମୋ ଆଇ ଯିବା ଚାଲ ଗୋ ଯିବା ଚାଲ ବେଥଲି ମୋ ବେଥଲି ମୋ ମା ଯିବା ଚାଲ ଗୋ ଯିବା ଚାଲ ବେଥଲି ମୋ ବେଥଲି ମୋ ସାଙ୍ଗ ଯିବା ଚାଲ ଗୋ ଯିବା ଚାଲ ବେଥଲି ମୋ ବେଥଲି ମୋ দূরে চাই দেখো সুচি তারা দূরে চাই দেখো সুচি তারা হাত ধরি তোতে ডাকুছি পরা হইଛନ୍ତି জয়ী যিশু জনম যিশু জনম ଯିବା ଚାଲ ବେଥଲି ମୋ ବେଥଲି ମୋ ସାଥୀ ଯିବା ଚାଲ ଗୋ ଯିବା ଚାଲ ବେଥଲି ମୋ ବେଥଲି ମୋ বন্ধু ଯିବା ଚାଲ ଗୋ ଯିବା ଚାଲ ବେଥଲି ମୋ ବେଥଲି ମୋ ହାଲେଲୁୟା Thank you, Ashish bhai. God bless you. बहुत बहुत धन्यवाद. प्रेज द लॉर्ड. ହାଲେଲୁୟା। हमने जीवा बेथलीम को केते सुंदर गीत साथी चालको चालो जीवा बेथलीम को कहीं जीवा हमनकर त्राणकर्ता जन्मिछंती जन्म होबार आभास आसुची से विषय जिखरी भविष्यत वक्ता कहउछंती गो सियोन कन्ने अतिशय उल्लास कर गो जेरूशलेम कन्ने जयध्वनि कर देख तुम्हार राजा तुम्भ निकट को आसुअछंती से धर्ममय और परित्राण विशिष्ट से नम्रशील और गर्धर्व उपरे अर्थात गर्धवीर शावक उपरे आरोहण करके आसुछंती. प्रेज द लॉर्ड. हम माने आउ गोटे गीत सुनबा. वाओ ब्यूटीफुल। ଆମମାନଙ୍କ ତ୍ରାଣକର୍ତ୍ତା ଆମମାନଙ୍କ ପାଖକୁ ଆସୁଛନ୍ତି। ଭୟଙ୍କର ତାଡ଼ନା ସମୟରେ ଗୋଟେ ସୁନ୍ଦର ଆଭାସ ଆମେ ପାଉଛୁ। ଆମଙ୍କର ପିତା ଆମଙ୍କର ରାଜା ଆମଙ୍କର ବଡ ଭାଇ ଆମକୁ ରକ୍ଷା କରିବା ପାଇଁ ଅତି ନିକଟବର୍ତ୍ତୀ ହେଇଛନ୍ତି। ସେଥିରେ ମଧ୍ୟ ଧନ୍ୟବାଦ ଦେବା। ଯେମିତି ରୋଜ କେକ୍ ର ଗୋଟେ ଗୋଟେ ପାଖୁଡା ଆମେ ଭାଙ୍ଗି ଭାଙ୍ଗି ଖାଉ ସେମିତି ଆଜି ସୁନ୍ଦର ଗୀତର ଆରମ୍ଭ କରିଛନ୍ତି ଆମଙ୍କର ଆଶିଷ ପାଇଁ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଦେଇ ଆଉ ଦ୍ୱିତୀୟ ଆସୁଛନ୍ତି ଆମମାନଙ୍କ ମଧ୍ୟରେ ଯୁବାପଣକୁ ମର୍ଣ୍ଣିଂ ସୁପରଷ୍ଟାର ରେଭରେଣ୍ଡ ସାମୁଏଲ ବେହେରା ତାଙ୍କର ଗମ୍ଭୀର ଗୁରୁ ଗମ୍ଭୀର ସ୍ୱରରେ ଆମେ ପୁଣ୍ୟ ଶିଶୁ ଯୀଶୁଙ୍କୁ ସ୍ୱାଗତ କରିବା। ଆସନ୍ତୁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି ତାଙ୍କ କଣ୍ଠରୁ ଆମେ ଦ୍ୱିତୀୟ ଅର୍ଘଟି ଶୁଣିବା। ତାଙ୍କୁ ସୁକର୍ତ୍ତଳରେ ସ୍ୱାଗତ କରିବା। प्रेज द लॉर्ड समस्तଙ୍କୁ प्रभु यीशु ख्रीष्टଙ୍କ ନାମରେ ଆଜିର Praise the Lord, Samuel bhai. ପ୍ରେଜ ଦ ଲର୍ଡ ଏଇ ନୂତନ ସୁନ୍ଦର ସମୟକୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କୁ ଯୀଶୁଙ୍କ ନାମରେ ନମସ୍କାର ଜଣାଏ। ଧନ୍ୟବାଦ ହଉ ପ୍ରଭୁ ଅନୁଗ୍ରହ କରି ସୁନ୍ଦର ସୁଯୋଗ ଦେଇ ଅଛନ୍ତି। ଯେପରି ଅମର ଭାଇ ଏବଂ ଦିଦି କହୁଥିଲେ ଯେ ଆମମାନଙ୍କ ପାଇଁ ସେଇ ବାଳକ ଜନ୍ମ ଗ୍ରହଣ କରିଅଛନ୍ତି। ଯିଶାୟ ମଧ୍ୟ ସେଇ କଥା କୁହନ୍ତି ଆମମାନଙ୍କ ନିମନ୍ତେ ଏକ ବାଳକ ଜନ୍ମ ଗ୍ରହଣ କରିଅଛନ୍ତି, ଆମମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଆଉ ସେ ଦେଖିବାକୁ ବହୁତ ସୁନ୍ଦର। ତେଣୁ ତାଙ୍କର Ashish bhai ଟିକେ ମ୍ୟୁଟ୍ କରିଦିଅନ୍ତୁ। ଅମର କୁମର ପାପି ତାପହର ସୁଠାମ ସୁନ୍ଦର ଜନ ମନୋହର ଅମର କୁମର ପାପି ତାପହର ସୁରପୁର ତେଜି ନର ଦେହ ଭଜି ଜନମିଲେ ଆଜି ଯୀଶୁ ସନ୍ତାନ आस के आस देखिब परागो गलेणी पंडिते जगतर हिते सुरपति सुते पूजिबे एकांते गलेणी पंडिते जगतर हिते
ସୁରପତି ସୁତେ ପୂଜି ଗାନ୍ଧେ ଗନ୍ଧର ସଚାରୁ ସୁବନ କୁଣ୍ଡୁରୁ ଗନ୍ଧର ସଚାରୁ ସୁବନ କୁଣ୍ଡୁରୁ ଆଣିଛନ୍ତି ଗୁରୁ ପଦେ ବେଟିବେ ପରା ଆସ କେ ଆସ ଦେଖିବ ପରା ଗো ସରଗ ବାହିନୀ ଘେନି ଶୁଭ ବାଣୀ ଭବେ ଆସିଲେଣି ଶୁଣରେ ସେ ଧ୍ୱନି ସରଗ ବାହିନୀ ଘେନି ଶୁଭ ବାଣୀ ଭବେ ଆସିଲେଣି ଶୁଣରେ ସେ ଧ୍ୱନି ପାପ ତମ ନାଶୀ ଶିଶୁ ଯିଶୁ ଶଶୀ ପ୍ରାଣ ନଭେ ହସି ଉଦିଲେ ତମ ହରା ଆସ କେ ଆସ ଦେଖିବ ପରା গো ଆଗେ ମେଷ ପାଳ ଗଲେଣି ଚଞ୍ଚଳ ଚାଲ ଯିବା ଚାଲ ନେଇ ପ୍ରୀତି ଫୁଲ ଆଗେ ମେଷ ପାଳ ଗଲେଣି ଚଞ୍ଚଳ ଚାଲ ଯିବା ଚାଲ ନେଇ ପ୍ରୀତି ଫୁଲ ପୂଜିବା ଶ୍ରୀପାଦ ଅଭୟ ମୋକ୍ଷଦ ବୁଝିବା ଶ୍ରୀପାଦ ଅଭୟ ମୋକ୍ଷଦ ପୁରାଇବା ସାଦ ଦେଖି ଦୁଃଖ ପାଶୋରା ଆସ କେ ଆସ ଦେଖିବ ପରା গো हालेलुया प्रभु नामर धन्यवाद हो प्रभु Thank you, Samuel भाई. Praise the Lord. Okay, praise the Lord. Praise the Lord. ବହୁତ ବହୁତ ଧନ୍ୟବାଦ ସମଲ ଭାଇ ଆମମାନଙ୍କୁ ସେ ରାସ୍ତାରେ କଢେଇ ନଉଛନ୍ତି ଯୋଉଠି ଆମେ ତାରାଙ୍କୁ ଭେଟିବା ଯୋଉଠିରେ ଆମମାନଙ୍କର ସୃଷ୍ଟିକର୍ତ୍ତାଙ୍କୁ ଭେଟିବା କାରଣ ଭବିଷ୍ୟତ ବକ୍ତା ଜିସା ଲେଖୁଛନ୍ତି କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମ ସ୍ୱରୂପ ତୁମ୍ଭର ମୁକ୍ତିଦାତା ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ ପ୍ରେଜ୍ ଦ ଲର୍ଡ ଆମମାନେ ତୃତୀୟ ଅର୍ଘ୍ୟ ଶୁଣିବା ଆମମାନଙ୍କର ପ୍ରିୟ ଭଉଣୀ ରତ୍ନପ୍ରଭା ଭଉଣୀଙ୍କ ଠାରୁ আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা পিছলি মর গুহর কুণ্ডরে সরবে সে ছুটি রেখে শুয়েছি রে এই দেহ এই মন তার চরণে রয়েছে আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা পিছলি মর গুহর কুণ্ডরে সরবে সে ছুটি রেখে শুয়েছি রে এই দেহ এই মন তার চরণে রয়েছে আমি গাই গাই জীবা আমি নাচি নাচি জীবা আমি গাই গাই জীবা আমি নাচি নাচি জীবা ঈশ্বর সুত প্রিয় প্রেমিক
प्रेमर शांति सुधा ईश्वर सुत प्रिय प्रेमी मधुर तांको कथा मनीष लागी रचिली से जी प्रेमर शांति सुधा আমি গাই গাইছি আমি নেচি নাচি জীবা আমি গাই গাইছি আমি নেচি নাচি জীবা তোরি প্রেমে এ ধরা ধামে আমি জীব কিবা তাকরি নামে মুক্তি মিলে এ কথা কহে জীব তাকরি প্রেমে এ ধরা ধামে আমি জীব কিবা তাকরি নামে মুক্তি মিলে এই কথা কহি জীব আমি গাই গাইছি আমি নাচি নাচি জীব আমি গাই গাইছি আমি নাচি নাচি জীব বিখালি মোর গুহণ কুণ্ড সরগ শিশুটি টিকা সইছি রে আমি গাই গাইছি আমি নাচি নাচি জীবা আমি গাই গাইছি আমি নাচি নাচি জীবা Praise the Lord. ବହୁତ ବହୁତ थैंक यू रत्न बाबा Praise the सिस्टर Lord, praise the Lord. धन्यवाद. ବହୁତ ବହୁତ ଧନ୍ୟବାଦ ସୁନ୍ଦର Praise the Lord, sister ମୋର. ଗୀତରେ ଆମମାନଙ୍କୁ ସମସ୍ତେ କଢେଇ ନେଇଛନ୍ତି। ମୁଁ ଯେତେବେଳେ ଶୁଣୁଥିଲି ଖାଲି ଗୀତରେ କଣ ଆମ ପରମେଶ୍ୱର ପ୍ରାର୍ଥନା କରିବା ଯଦି ଆମମାନେ ସମର୍ପିତ ନ ହବା ଆମ ମଣ୍ଡଳୀର ପ୍ରାଚୀନ ମହାଶୟ ବିନୟ ଭାଇ ଆମମାନଙ୍କ ମଧ୍ୟରେ ଯୋଉ ଭାଇ ସମସ୍ତ କାର୍ଯ୍ୟକ୍ରମକୁ ଆମମାନଙ୍କୁ ବାଣ୍ଟୁଛନ୍ତି ବୀରେନ୍ଦ୍ର ଭାଇ ଆମମାନଙ୍କର ଭଉଣୀ ଆଉ ମଧୁସ୍ମିତା ଭଉଣୀ ଏ ତିନି ଜଣଙ୍କୁ ମୁଁ ଅନୁରୋଧ କରୁଛି ପ୍ରାର୍ଥନା କରି ଆମମାନଙ୍କୁ ସମର୍ପିତ କରିବେ ଏ ମଣ୍ଡଳୀ ଯେପରି ଆଗକୁ ବୃଦ୍ଧି ଲାଭ କରିବ ଏ ମଣ୍ଡଳୀ ଆଜି ପରମେଶ୍ୱରଙ୍କୁ ଭେଟିବ ମୁଁ ଅନୁରୋଧ କରିବି ପ୍ରଥମେ ବିନୟ ଭାଇ ତାପରେ ବୀରେନ୍ଦ୍ର ଭାଇ ତାପରେ ମଧୁସ୍ମିତା ଦିଦି ପ୍ରାର୍ଥନା କରି এই ବିଶେଷ କାର୍ଯ୍ୟକ୍ରମକୁ ଶେଷ କରିବେ। ଆସନ୍ତୁ ପ୍ରାର୍ଥନା କରିବା। ଆମମାନଙ୍କ ଅତ୍ୟନ୍ତ ପ୍ରେମମୟ ସ୍ୱର୍ଗସ୍ଥ ପିତା ଆମେ ତୁମକୁ ଧନ୍ୟବାଦ ଦଉଛୁ ତୁମ ପ୍ରଶଂସା କରୁଛୁ ତୁମର ଗୌରବ କୀର୍ତ୍ତନ କରୁଛୁ। ହଁ ପ୍ରଭୁ ତୁମର ଯୋଉ ପ୍ରାୟଶ୍ଚିତ ଯୋଜନା ତା କେତେ ଥିଲା ସୁନ୍ଦର ଏବଂ ତୁମର ଏକମାତ୍ର ପୁତ୍ରଙ୍କୁ ତୁମେ ଜଗତକୁ ପଠେଇଲ ସେ ମନୁଷ୍ୟ ଦେହ ଧାରଣ କରିକିରି ଆମମାନଙ୍କ ସଙ୍ଗରେ ବାସ କଲେ ଏବଂ ଶେଷରେ ତାଙ୍କର ସେ ଯୋଉ ନିଷ୍ପାପ ରକ୍ତ ଦ୍ୱାରା କୃଷରେ ବଳିକୃତ ରକ୍ତ ଦ୍ୱାରା ସମସ୍ତ ଜଗତର ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ପାପକୁ ସେ ଦୂର କରିଦେଲେ ସେ ମୃତ୍ୟୁର ନାହୁଡ଼କୁ ଭାଙ୍ଗିଦେଲେ ଆଉ ସେ ଶୈତାନର ସମସ୍ତ କ୍ଷମତାକୁ ଛଡ଼େଇକି ନେଇ ଚାଲିଗଲେ। ସେଭଳି ଈଶ୍ୱରଙ୍କୁ ସେଭଳି ତ୍ରାଣକର୍ତ୍ତାଙ୍କୁ ଆମେ ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଥିବାରୁ ଆଜି ଆମେ ସନ୍ତାନ ହବାର ଅଧିକାର ପାଇଛୁ। ପ୍ରଭୁ ତୁମର ସେ ମହା ଯୋଜନା ପାଇଁ ତୁମେ ଯେ ଆମମାନଙ୍କୁ ସେଥିରେ ମିଶେଇଲ ଆମମାନଙ୍କୁ ତା ମଧ୍ୟରେ ରଖିଲ ସେ ଧନ୍ୟବାଦ ଦେଇ ପ୍ରେମ ଯୀଶୁଙ୍କ ନାମରେ ମାଗିଲେ ଶୁଣ ଗ୍ରହଣ କର ଆମେନ୍। Amen, amen. ବୀରେନ୍ଦ୍ର ଭାଇ ପ୍ରାର୍ଥନା କର। Thank you, Lord. ଧନ୍ୟବାଦ ଦଉଛୁ ବାପା ତୁମେ ଆମ ସମସ୍ତଙ୍କୁ ପ୍ରେମ କରିଅଛ। ଧନ୍ୟବାଦ ଦଉଛି ତୁମେ ଏତେ ପ୍ରେମ କରିଛ ଯେ ତୁମର ସେଇ ସୁନ୍ଦର ସ୍ପର୍ଗରେ ଆମ ପାଇଁ ସ୍ଥାନ ପ୍ରସ୍ତୁତ କରି ରଖିଛ। ଧନ୍ୟବାଦ ଦଉଛି ବାପା ତୁମର ସେଇ ଜନ୍ମଦିନର ଆନନ୍ଦକୁ ଅନୁଭବ କରିବା ପାଇଁ ଆମକୁ ଆଜି ଅପୂର୍ବ ସୁଯୋଗ
ଦେଇଛ। ସୁନ୍ଦର ସୁନ୍ଦର ଗୀତ ଦ୍ୱାରା ଆମର ମନକୁ ପ୍ରଫୁଲ୍ଲିତ କରିଛ। ତୁମର ସେ ବଡ ଦିନ ଆସିବା ପୂର୍ବରୁ ତୁମର ସେ ଜନ୍ମଦିନର ଆନନ୍ଦକୁ ଉପଭୋଗ କରିବାକୁ ଦେଇଛ ବାପା। ତେଣୁକରି ଧନ୍ୟବାଦ ଦଉଛି। ପବିତ୍ର ପିତା ପରମେଶ୍ୱର, ଆମ ହୃଦୟରେ ଆଜି ତୁମେ ଜନ୍ମ ନିଅ। ୟେସ୍ ଲର୍ଡ, ଆମ ଭିତରେ ତୁମେ ରୁହ ବାପା। ତୁମର ଆନନ୍ଦ, ତୁମର ଜନ୍ମଦିନର ଆନନ୍ଦକୁ ସଦା ସର୍ବଦା ଅନୁଭବ କରିବା ପାଇଁ ତୁମେ ଆମ ଭିତରେ କାର୍ଯ୍ୟ ଆରମ୍ଭ କର। ଥ୍ୟାଙ୍କ ୟୁ ଲର୍ଡ। ଧନ୍ୟବାଦ ପ୍ରଭୁ। ତୁମର ଇଚ୍ଛାରେ ଆମକୁ କଢେଇ ନିଅ। ପ୍ରଭୁ ପରମେଶ୍ୱର, ତୁମେ ଆମ ଭିତରେ ଜନ୍ମ ନେଇ ସାରିଛ। এই ଆନନ୍ଦକୁ ସମସ୍ତଙ୍କୁ ବାଣ୍ଟିବା ପାଇଁ ପବିତ୍ର ଆତ୍ମାଙ୍କର ସହାୟତା ପ୍ରଦାନ କର। ମୋ ଜୀବନରେ ତୁମେ ଗୌରବାନ୍ବିତ ହୁଅ, ତୁମେ ମହିମାନ୍ବିତ ହୁଅ। ପ୍ରାର୍ଥନା ପ୍ରଭୁ ଯୀଶୁଙ୍କର ମଧୁର ନାମରେ ଉଚ୍ଚାରଣ କରୁଛୁ। ଆମେନ୍। आमेन आमेन। ଆସ ପ୍ରାର୍ଥନା କର। ଦୁଇଟା ଦିଦି ଏବେ ପ୍ରାର୍ଥନା କରିବେ। ଧନ୍ୟବାଦ ଦିଏ ପବିତ୍ର ପିତା ପରମେଶ୍ୱର। ଧନ୍ୟ ତୁମରି ନାମ ପ୍ରଭୁ, ଧନ୍ୟ ତୁମରି ଅନୁଗ୍ରହ ଦୟା ନିମନ୍ତେ। ଧନ୍ୟ ତୁମେ ପ୍ରଭୁ, ଆମ ପ୍ରତ୍ୟେକଙ୍କୁ ତୁମେ ଅନୁଗ୍ରହ ଦୟା କରିଅଛ। ଆମମାନଙ୍କର ପ୍ରତିଟି ଜଣଙ୍କର ପ୍ରଭୁ ପ୍ରାର୍ଥନାକୁ ତୁମେ ଶୁଣୁଅଛ ପ୍ରଭୁ। ଆମ ପ୍ରତ୍ୟେକ ଜଣଙ୍କ ନିମନ୍ତେ ପ୍ରଭୁ ପରିତ୍ରାଣକୁ ପ୍ରସ୍ତୁତ କରିଅଛ। ତୁମରି ସେ ଆଗମନ ପ୍ରଭୁ ଆମ ପ୍ରତ୍ୟେକଙ୍କର ଉଦ୍ଧାର ନିମନ୍ତେ ତୁମେ ଆସିଥିଲ ପ୍ରଭୁ। ଆଜି ମଧ୍ୟ ସେହି ଦିନକୁ ଆମେ ସ୍ମରଣ କରି ତୁମରି ଗୌରବ କରୁଅଛୁ ପ୍ରଭୁ। ସେହି ଆଭାସ, ତୁମରି ଜନ୍ମଦିନର ଆଭାସରେ ଆମ ସମସ୍ତଙ୍କର ମନ ଆଜି ଆନନ୍ଦିତ ପ୍ରଭୁ। ଆମମାନଙ୍କର ମୁକ୍ତିକର୍ତ୍ତା ତ୍ରାଣକର୍ତ୍ତା ଯେ ଆମ ପ୍ରତ୍ୟେକଙ୍କ ଜୀବନରେ ଆସିଅଛନ୍ତି, ଆମମାନଙ୍କ ପାଇଁ ଉଦ୍ଧାର ସାଧିବା ନିମନ୍ତେ ଧନ୍ୟବାଦ ଦେଉଛି ପ୍ରଭୁ। ସେ ଆନନ୍ଦ ଆଜି ମଧ୍ୟ ଆମମାନଙ୍କ ହୃଦୟ ମଧ୍ୟରେ ତୁମେ ରଖିଅଛ ପ୍ରଭୁ। ଆମର ବିଶ୍ୱାସକୁ ଆହୁରି ଦୃଢ଼ୀଭୂତ କରିଅଛ। ଆମେ ତୁମଠାରେ ବିଶ୍ୱାସ କରିଅଛୁ। ତୁମେ କହିଛ, ଯିଏ ତୁମଠାରେ ବିଶ୍ୱାସ କରେ ସେ ପରିତ୍ରାଣ ପାଇବ। ନିଶ୍ଚୟ ପ୍ରଭୁ, ଆମ ପ୍ରତ୍ୟେକଙ୍କ ଅନ୍ତରରେ ସେଇ ବିଶ୍ୱାସ ଦିଅ। ଶେଷ ପର୍ଯ୍ୟନ୍ତ ଆମେ ତୁମକୁ ପ୍ରଭୁ ତୁମରିଠାରେ ଲାଗି ରହିବୁ, ତୁମର ସେ ବିଶ୍ୱାସକୁ ଧରି ରଖିବୁ। ହଁ ପ୍ରଭୁ, ତୁମେ ଦୟା କର, ଆମ ପ୍ରତ୍ୟେକଙ୍କୁ ତୁମର ଆଗମନ ନିମନ୍ତେ ପ୍ରସ୍ତୁତ କର ବୋଲି ପ୍ରାର୍ଥନା କରୁଛି। ଆଜି ପ୍ରତ୍ୟେକ ଗୃହରେ ତୁମେ ଆସ, ପ୍ରତ୍ୟେକ ଗୃହରେ ତୁମେ ଜନ୍ମ ନିଅ ପ୍ରଭୁ। ଆଜି ପ୍ରତି ଜଣକୁ ତୁମର ପରିଚୟ ମିଳୁ ପ୍ରଭୁ। ପ୍ରତ୍ୟେକ ଆତ୍ମା ଯେପରି ଉଦ୍ଧାର ପ୍ରାପ୍ତ ହେବେ ତୁମେ ସାହାଯ୍ୟ କର ବାପା। ବିଶେଷତଃ ଏଇ ଆମମାନଙ୍କର ମର୍ଣ୍ଣିଂ ପ୍ରେୟାର ପରିବାର ଯାହା ତୁମେ ଗଠନ କରିଅଛ ପ୍ରଭୁ, ଆଉ ଆଜି ଯାଏଁ ତୁମେ ଏଇ ପରିବାରକୁ ସୁନ୍ଦର ଭାବରେ ତୋଳି ଧରିଅଛ, ଆହୁରି ମାର୍ଜିତ କରୁଅଛ। ଏହି ପରିବାରର ପ୍ରତିଟି ସଦସ୍ୟକୁ ତୁମେ ଆଶୀର୍ବାଦ କର। ଛୋଟ ନବଜାତ ଶିଶୁଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପ୍ରତି ଜଣକୁ, ପ୍ରତି ପରିବାର, ପ୍ରତି ଡିଭାଇସ୍ରେ ଜଡ଼ିତ ପ୍ରତି ପରିବାରକୁ ତୁମେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରେ। ପ୍ରକୃତ ତୁମର ଜନ୍ମ ଆମମାନଙ୍କ ହୃଦୟ ମଧ୍ୟରେ ହେଉ ବୋଲି ପ୍ରାର୍ଥନା କରେ ପ୍ରଭୁ। କେବଳ ଯେ ଜନ୍ମ ଆମ ହୃଦୟରେ ହେବ ତାହା ନୁହେଁ, ହୃଦୟ ସହିତ ଆମେ ତୁମକୁ ମାନିବୁ, ତୁମକୁ ଜାଣିବୁ, ତୁମରି ପଦଚିହ୍ନରେ ଚାଲିବୁ। ତୁମରି ଇଚ୍ଛା ଯୋଜନା ଆମ ଜୀବନ ଦେଇ ତୁମେ ସଫଳ କର ବୋଲି ପ୍ରାର୍ଥନା କରେ। ଧନ୍ୟବାଦ ଦେଉଛି, ଆମମାନଙ୍କ ଜନ୍ମକୁ ତୁମେ ସଫଳ କର ବୋଲି ପ୍ରାର୍ଥନା କରେ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରେମମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମାଗିବି। ଆମେନ୍। ଆମେନ୍, ଆମେନ୍। ଆମେନ୍ ଆମେନ୍। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ଆଜିର ଏହି ସ୍ପେଶାଲ ପ୍ରୋଗ୍ରାମକୁ ଆପଣ ମାନେ ସମସ୍ତେ ସଫଳ କରିଥିବାରୁ ବିଶେଷ ଭାବରେ। ଆଜି ଏ ସମସ୍ତ କାର୍ଯ୍ୟକ୍ରମ ପଛରେ ଯୋଉ ଚିନ୍ତାଧାରା ଥିଲା, ଯୋଉ ବର୍ତ୍ତମାନ ଆମେ এই স্পেশাল প্রোগ্রাম এইটারে রখুଛୁ। ওভর টু মধুসୂତା ଦିଦି। आमेन आमेन आमेन। धन्यवाद दे। सदाप्रभु परमेश्वरଙ୍କର ଗୌରବ ହଉ। आमेन। ସ୍ପିକର ଅନ୍ କର।